ତା କଥା ଶୁଣି ବୁଢ଼ା ବଡ଼ ଚିଡ଼ିଗଲା। ସେ ମନେ ମନେ ତାକୁ ଗାଳି ଦେଇ ହସି ହସି ଘରେ ପହଞ୍ଚିଲା। ସେ ଘରେ ପହଞ୍ଚି ତା ଝିଅକୁ ସବୁ କଥା କହିଲା। ଯାହା ଯାହା ସବୁ ବାଟରେ ମନ୍ତ୍ରୀ ପୁଅ ତାକୁ କହିଥିଲା ସେସବୁ କହିଲା। ବୁଢ଼ା କହିଲା, ବୁଝିଲୁ ଝିଅ, ଏମିତିକା ବୋକା ଆଉ ମଜାଳିଆ ଲୋକ ମୁଁ ମୋ ଜୀବନରେ ଦେଖିନି। ସେ ପୁଣି ଜାଣିବାକୁ ଚାହୁଁଥିଲା ଯେ ଏ ଘରର ଚାଳ ମଜବୁତ ନା ନାହିଁ। ବୁଝିଲୁ, ପାଗଳଟାଏ। ମୁଁ ଯେତେ ଡାକିଲି ସେ ମୋଟେ ଆସିଲା ନାହିଁ। ଏ କଥା କହି ବୁଢ଼ା ହସି ହସି ଗଡ଼ିଗଲା। କିନ୍ତୁ ବୁଢ଼ା ଚାଷୀର ଝିଅ ଦେଖିବାକୁ ଯେମିତି ସୁନ୍ଦରୀ, ତା ବୁଦ୍ଧି ବି ସେମିତି ଧାରୁଆ। ସେ କହିଲା, ବାପା, ତମେ ସିନା ତାକୁ ବୋକା ପାଗଳ କହୁଛ, ହେଲେ ମୋତେ ଲାଗୁଛି ସେ ତ ସବୁଠୁ ବୁଦ୍ଧିଆ। ତମେ ତାକୁ ଘରେ ରଖି ଚଳାଇ ପାରିବ କି ନାହିଁ ବୋଲି ଜାଣିବାକୁ ସେ ତମକୁ ପଚାରୁଥିଲା ତମ ଚାଳ ମଜବୁତ କି ନୁହେଁ। ବୁଢ଼ା କହିଲା, ହୋଇଥିବ। ତାହେଲେ ତୁ ମୋତେ ତାର ଅନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଦେଇପାରିବୁ। ଆମେ ବାଟରେ ଆସିଲା ବେଳେ ସେ କହିଲା ସେ ମୋତେ ଏବଂ ମୁଁ ତାକୁ କାନ୍ଧରେ ବୋହି କରି ଚାଲିଲେ ଭଲ ହେବ। ଏ କଥାର ମାନେ କ'ଣ? ଝିଅ କହିଲା, ଏ କଥାର ମାନେ ଅତି ସରଳ। ସେ ଚାହୁଁଥିଲା ଯେ ତମେ ଦୁହେଁ ଜଣକ ପରେ ଜଣେ ଗୋଟିଏ ଲେଖାଏଁ ଗପ କହିଲେ ସମୟ କଟିବ, ପୁଣି ବାଟ ଚଲା ବି ବାଧିବ ନାହିଁ। ବୁଢ଼ା କହିଲା, ହଁ ସତ ତ। ଆଚ୍ଛା, ଏହାର ମାନେ ପୁଣି କ'ଣ? ଯେତେବେଳେ ଆମେ ଗୋଟାଏ ଧାନ ଜମି ପାଖ ଦେଇ ଯାଉଥିଲୁ ସେ ମୋତେ ପଚାରିଲା ଯେ ଏ ଧାନ ଜମିର ଫସଲ ଖିଆ ହୋଇଛି ନା ହୋଇନି। ଝିଅ କହିଲା, ବାପା, ତମେ ଏଇ କଥାର ମାନେ ବୁଝିପାରିଲ ନାହିଁ। ସେ ଜାଣିବାକୁ ଚାହୁଁଥିଲା ଯେ ଜମିର ମାଲିକ କରଜ କରିଛି ନା ନାହିଁ। ଯଦି ଜମିର ମାଲିକ ମହାଜନଠାରୁ କରଜ କରିଥିବ ତେବେ ଜମିର ଫସଲ ତା ପାଇଁ ଖିଆ ସରିଛି, କାରଣ ଫସଲ ମାଲିକର ନୁହେଁ ମହାଜନର। ବୁଢ଼ା କହିଲା, ଆରେ ହଁ ହଁ, ଯାହା କହିଲୁ ଠିକ୍। ସେ ଟୋକା ଗୋଟାଏ ଗାଁ ପାଖରେ ପହଞ୍ଚି ପୁଣି ମୋତେ କହୁଥିଲା ଯେ ତା ଛୁରୀ ନେଇ 2ଟା ଘୋଡ଼ା ଆଣିବାକୁ, ଆଉ ତା ଛୁରୀଟାକୁ ତା ସହିତ ଫେରାଇ ଆଣିବାକୁ ବି କହିଲା। ଝିଅ କହିଲା, ତମେ ବୁଝିପାରିଲନି ବାପା। ବାଟରେ ଗଲାବେଳେ 2ଟା ଟାଣୁଆ ବାଡ଼ି କ'ଣ 2ଟା ଘୋଡ଼ା ସାଙ୍ଗେ ସମାନ ନୁହେଁ? ସେ କହୁଥିଲା ଛୁରୀ ନେଇ 2ଟା ବଡ଼ ବଡ଼ ଟାଣୁଆ ବାଡ଼ି କାଟି ଆଣି ତା ଛୁରୀ ତାକୁ ଫେରାଇ ଦେବାକୁ। ତା ବାପା କହିଲା, ହଁ, ସେ ସେଇଆ କହୁଥିଲା ବୋଧେ। ଆଚ୍ଛା, ଆମେ ଯେତେବେଳେ ସହର ଭିତରେ ଆସୁଥିଲୁ ଆମେ ତ କାହାକୁ ଚିହ୍ନି ନଥିଲୁ କି କେହି ସହର ଲୋକ ଆମକୁ ବି ଚିହ୍ନି ନଥିଲେ। ସେଥିପାଇଁ ଆମକୁ ସେମାନେ କିଛି କହିଲେ ନାହିଁ କି ଖାଇବାକୁ ବି ଯାଚିଲେ ନାହିଁ। କିନ୍ତୁ ଆମେ ଯେତେବେଳେ ମଶାଣି ବାଟରେ ଆସିଲୁ ସେଠି କେତେ ଗୁଡ଼ିଏ ଲୋକ ଆମକୁ ପେଟ ପୂରା ଖାଇବାକୁ ଦେଲେ। ସେଠୁ ସେ ଟୋକା ସହରକୁ ଗୋଟାଏ ମଶାଣି ଆଉ ମଶାଣିକୁ ସହର ବୋଲି କହିଲା। ତା କଥା ଶୁଣି ଝିଅ କହିଲା, ବାପା, ତା ମାନେ ହେଉଛି ଯେ ସହରରେ ଯେଉଁଠି ବହୁତ ଲୋକ ଥାନ୍ତି, ଯେଉଁଠି ସବୁ ଜିନିଷ ମିଳିବା କଥା, ସେଠାରେ ଲୋକମାନେ ଅତିଥି ସେବା ଜାଣନ୍ତି ନାହିଁ। ତେଣୁ ସେ ଜାଗା ମଶାଣି ଠାରୁ ବି ହୀନ। ସହରର ଲୋକମାନେ ତମ ପାଇଁ ମୃତ, କିନ୍ତୁ ମଶାଣିରେ ଯେଉଁଠି ମୃତ ଲୋକମାନେ ରହନ୍ତି ସେଠି କେତେଜଣ ଦୟାଳୀ ଲୋକ ତମକୁ ଖାଇବାକୁ ଦେଲେ, ତମ କଥା ବୁଝିଲେ। ସେଥିପାଇଁ ସେ କହିଲା ମଶାଣିକୁ ସହର ବୋଲି। ବୁଢ଼ା ଏଥର ବୁଝିପାରିଲା। ସେ ଭାରି ଆଶ୍ଚର୍ଯ୍ୟ ହୋଇଗଲା ମନେ ମନେ। ଏଇ କଥାଗୁଡ଼ା ଆଗରୁ ବୁଝିପାରି ନଥିଲା ବୋଲି ତା ଝିଅ ବୁଦ୍ଧିକୁ ସେ ଭାରି ତାରିଫ କରୁଥାଏ। ବୁଢ଼ା କହିଲା, ବୁଝିଲୁ ଝିଅ, ଶେଷରେ ଆମେ ଯେତେବେଳେ ମଶାଣି ପାଖ ଝରଣା ଭିତରେ ପଶିକରି ଆସିଲୁ ମୁଁ ମୋର ପୋଷାକ ଜୋତା ଖୋଲି ପାଣି ଭିତରେ ଆସିଲି। ସେ କିନ୍ତୁ ସେମିତି ଜୋତା ଜାମା ପିନ୍ଧି କାଦୁଅରେ ଲଟପଟ ହୋଇ ଝରଣା ପାରି ହେଲା। ଝିଅ କହିଲା, ବାଃ, ଭାରି ବୁଦ୍ଧିମାନ ଲୋକ ତ। ମୁଁ ତ ସବୁବେଳେ ଭାବେ ଲୋକଗୁଡ଼ା କି ବୋକା। ସେମାନେ କାହିଁକି ଜୋତା ଜାମା କାଢ଼ି ଝରଣା ଭିତରେ ଆସନ୍ତି? ଯଦି ପାଣି ଭିତରେ ଧାରୁଆ ପଥର ଉପରେ ଆସିଲା ବେଳେ କେଉଁଠି ଟିକିଏ ଝୁଣ୍ଟି ପଡ଼ିବେ ତେବେ ସେମାନେ ଝରଣା ପାଣିରେ ପଡ଼ି ଦେହ ମୁଣ୍ଡ ଓଦା କରିବେ। ବାପା, ତମ ସାଙ୍ଗରେ ଆସିଥିବା ଲୋକ ଜଣକ ଭାରି ବୁଦ୍ଧିଆ ଆଉ ଚାଲାକ। ତମେ ତାକୁ ଆମ ଘରକୁ ଡାକନ୍ତନି, ମୁଁ ତା ସହ କଥାବାର୍ତ୍ତା କରନ୍ତି। ତା ବାପା କହିଲା, ହଉ ହଉ, ଯଦି କହୁଛୁ ତେବେ ମୁଁ ଯାଉଛି ତାକୁ ଖୋଜିକି ଡାକି ଆଣିବି। ଝିଅ କହିଲା, ବାପା, ତାଙ୍କୁ କହିବ ଆମ ଘର ଚାଳ ଭାରି ମଜବୁତ, ଆଉ ସେ ନିଜେ ଆସି ଦେଖିଯାଆନ୍ତୁ। ତମ ଆଗରେ ମୁଁ ତାଙ୍କ ପାଖକୁ ଖାଇବା ଜିନିଷ ପଠାଇ ଦେଉଛି। ତେବେ ସେ ଜାଣିବେ ଯେ ଆମେ ତାଙ୍କର ଠିକ୍ ଭାବରେ ଯତ୍ନ ନେବାକୁ ସକ୍ଷମ। ତାପରେ ଝିଅ ତା ଚାକରକୁ ଡାକି ତା ହାତରେ ମନ୍ତ୍ରୀ ପୁଅ ପାଖକୁ ବୋତଲରେ ବୋତଲେ ଘିଅ, 12 ପଟ ରୁଟି ଆଉ ଢାଳରେ ଢାଳେ ଦୁଧ ପଠାଇଲା। ସେ ତା ଚାକରକୁ କହିଲା, ତାଙ୍କୁ ମାନେ ମନ୍ତ୍ରୀ ପୁଅଙ୍କୁ
କହିବୁ ଆଜି ପୂର୍ଣ୍ଣମୀ ତିଥି 12 ମାସରେ ବର୍ଷେ ହୁଏ ଆଉ ସମୁଦ୍ରରେ ପାଣି ଉଛୁଳୁଛି। ଏ କଥା କହିବାକୁ ସେ ଝିଅ ମନ୍ତ୍ରୀ ପୁଅ ପାଖକୁ ଖବର ପଠାଇଲା ତା ଘରକୁ ଆସିବାକୁ। କିନ୍ତୁ ବାଟରେ ଯାଉ ଯାଉ ବୁଢ଼ା ଚାକରର ଛୋଟ ପୁଅ ଆସି ତାକୁ ଖାଇବାକୁ ମାଗିଲା। ସେଇଠୁ ଚାକର ନିଜ ବୋକାମିରେ ଯେଉଁ ଖାଇବା ନେଇଥିଲା ସେଥିରୁ ତା ଛୋଟ ପୁଅକୁ କିଛି ଦେଇଦେଲା। ତାପରେ ଆଉ ତକ ନେଇ ମନ୍ତ୍ରୀ ପୁଅକୁ ଦେଇ ବୁଢ଼ା ଝିଅ ଯାହା କହିଥିଲା ସେ କଥା କହିଲା। ମନ୍ତ୍ରୀ ପୁଅ ସେ କଥା ଶୁଣି ଚାକରକୁ କହିଲା, ଯା ତୋ ମାଲିକଙ୍କୁ ମୋର ନମସ୍କାର ଜଣାଇ କହିବୁ ଯେ ଆଜି ଅମାବାସ୍ୟା ତିଥି, ବର୍ଷକ 11 ମାସ ଆଉ ସମୁଦ୍ରର ପାଣି ଉଛୁଳି ନାହିଁ। ଚାକର ବା ଏ କଥାର ମାନେ କ'ଣ ବୁଝିବ? ସେ ଆସି ବୁଢ଼ା ଝିଅକୁ ସବୁ କହିଲା। ତା କଥା ଶୁଣି ଝିଅ ତା ଚାକର ଉପରେ ଭାରି ରାଗିଲା ଯେ ସେ କାହିଁକି ସେ ଖାଇବା ଜିନିଷରୁ ତା ପୁଅକୁ ଦେଇଥିଲା। କିଛି ସମୟ ପରେ ବୁଢ଼ା ସାଙ୍ଗରେ ମନ୍ତ୍ରୀ ପୁଅ ଆସି ବୁଢ଼ା ଘରେ ପହଞ୍ଚିଲା। ତାକୁ ବୁଢ଼ା ଚାଷୀ ଘରେ ସମସ୍ତେ ଭାରି ଖାତିର କଲେ। ସେ କିଏ ନ ଜାଣିବି ସେମାନେ ତାକୁ ଭାରି ବଡ଼ ଲୋକର ପୁଅ ବୋଲି ଭାବୁଥାନ୍ତି। ତାପରେ ସେ ସବୁ କଥା ଖୋଲିକରି କହିଲା। ତା ନିଜ ପରିଚୟ ଦେଇ ଦେଶ ବୁଲିବା ପାଇଁ ଆସିଥିବାର କାରଣ ମଧ୍ୟ ଜଣାଇଲା। କେମିତି ମାଛ ହସିଲା, ପୁଣି ରାଜା ମାଛ କାହିଁକି ହସିଲା ତା କାରଣ ଖୋଜିବାକୁ ମନ୍ତ୍ରୀକୁ ଆଦେଶ ଦେଲେ। କେମିତି ମନ୍ତ୍ରୀ ମରିବା ପାଇଁ ପ୍ରସ୍ତୁତ ହୋଇ ତାକୁ ବାହାରକୁ ବୁଲିବାକୁ ପଠାଇଲେ, ସବୁ କଥା ସେ ବୁଢ଼ା ଝିଅକୁ କହିଲା। ବୁଢ଼ାର ଝିଅ ସବୁ ଶୁଣି କହିଲା, ମାଛଟାଏ ହସିଲା? ଆଉ ମାଛର ହସ ଏସବୁ ଗୋଳମାଳର କାରଣ? ଏଥିରୁ ମୋତେ ଜଣାଯାଉଛି ନିଶ୍ଚୟ ରାଜପ୍ରାସାଦରେ ଜଣେ କିଏ ଲୁଚିକରି ରହିଛି ରାଜାଙ୍କୁ ମାରିବା ପାଇଁ। ତା କଥା ଶୁଣି ମନ୍ତ୍ରୀ ପୁଅ ଆନନ୍ଦରେ ନାଚିଗଲା। ସେ କହିଲା, ବର୍ତ୍ତମାନ ବି ବେଳ ଅଛି ମୋ ବାପାଙ୍କୁ ବଞ୍ଚାଇବା ପାଇଁ ଆଉ ରାଜାଙ୍କୁ ବି ରକ୍ଷା କରିବା ପାଇଁ। ଏଇଆ କହି ସେ ସେହିଦିନ ବୁଢ଼ା ଚାଷୀର ଝିଅକୁ ସାଙ୍ଗରେ ନେଇ ଆସି ନିଜ ରାଜ୍ୟରେ ପହଞ୍ଚିଲା। ରାଜ୍ୟରେ ପହଞ୍ଚି ତା ବାପା ପାଖକୁ ଯାଇ ସବୁ କଥା କହିଲା। ମନ୍ତ୍ରୀ ସାଙ୍ଗେ ସାଙ୍ଗେ ଯାଇ ରାଜାଙ୍କୁ କହିଲେ। ରାଜା ତା କଥା ଶୁଣି କହିଲେ, ବାଜେ କଥା, ଅସମ୍ଭବ, ମୋତେ ପୁଣି ମୋରି ଘରେ ରହି କିଏ ମାରିବ? ମନ୍ତ୍ରୀ କହିଲେ, ମହାରାଜ ଟିକିଏ ଖୋଜିକରି ଦେଖନ୍ତୁ ପ୍ରକୃତରେ କିଏ ଲୁଚିକରି ଆପଣଙ୍କ ପ୍ରାସାଦ ଭିତରେ ଅଛି କି ନାହିଁ। ପ୍ରାସାଦର ସବୁ ଚାକରାଣୀକୁ ପରୀକ୍ଷା କରି ଦେଖନ୍ତୁ। ସେଇଠୁ ରାଜା ସେଇଆ କରିବାକୁ ଠିକ୍ କଲେ। ସେ ରାଜପ୍ରାସାଦରେ ଯେତେ ଚାକରାଣୀ ଥିଲେ ସମସ୍ତଙ୍କୁ ଡାକି ଗୋଟାଏ ମସ୍ତ ବଡ଼ ଗାତ ଖୋଳି ତା ଭିତରେ ଏ ପଟରୁ ସେ ପଟକୁ ଡେଇଁବାକୁ ଆଦେଶ ଦେଲେ। ସମସ୍ତେ ଗାତ ଡେଇଁବାକୁ ଚେଷ୍ଟା କଲେ କିନ୍ତୁ କେହି ପାରିଲେ ନାହିଁ। କେବଳ ଜଣେ ଡେଇଁ ପଡ଼ିଲା। ଦେଖିଲା ବେଳକୁ ସେ ଜଣକ ଜଣେ ପୁରୁଷ ଲୋକ। ରାଜା ସେ ଲୋକର ମୁଣ୍ଡ କାଟ ଆଦେଶ ଦେଲେ। ରାଣୀଙ୍କ ମନ ଶାନ୍ତ ହେଲା ଆଉ ମନ୍ତ୍ରୀ ବି ମୁଣ୍ଡ କାଟରୁ ରକ୍ଷା ପାଇଲେ। ମନ୍ତ୍ରୀ ପୁଅ ବୁଢ଼ା ଚାଷୀର ଝିଅକୁ ବାହା ହୋଇ ସୁଖରେ ଘର ସଂସାର କରି ରହିଲା।